ଅଣାଶତମ ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ଭାରତୀୟ ଜନତା ପାର୍ଟିର ପୁରୀ ନଗରର ଅନ୍ତର୍ଗତ 3ଟି ମଣ୍ଡଳ ତରଫରୁ ହର୍ ଘର୍ ତିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଗୁଣ୍ଡିଚାଘର ସମ୍ମୁଖରୁ ବାହାରିଥିବା ଶୋଭାଯାତ୍ରାରେ ଜାତୀୟ ପତାକା ସହ ପାର୍ଟିର ପ୍ରାୟ 400 ପୁରୁଷ ଓ ମହିଳା କାର୍ଯ୍ୟକର୍ତ୍ତା ବଡ଼ଦାଣ୍ଡର ମାର୍କେଟ ଛକ ପର୍ଯ୍ୟନ୍ତ ଆସିଥିଲେ। ସ୍ୱାଧୀନତା ଦିବସ ଦିନ ସହରର ପ୍ରତ୍ୟେକ ଅଧିବାସୀ ନିଜ ନିଜର ଘର ଓ ବ୍ୟବସାୟିକ ସଂସ୍ଥାରେ ଜାତୀୟ ପତାକାକୁ ସଗର୍ବେ ଉଡ଼ାଇବା ନିମନ୍ତେ ପାର୍ଟି ପକ୍ଷରୁ ଅନୁରୋଧ କରାଯାଇଥିଲା। ପାର୍ଟିର ପୁରୀ ଜିଲ୍ଲା ସଭାପତି ଡାକ୍ତର ଦେବେନ୍ଦ୍ରନାଥ ତରେଇ, ପୁରୀର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ସିଂହଦ୍ୱାର ମଣ୍ଡଳ ସଭାପତି ରାଜକିଶୋର ପଣ୍ଡା, ମାଉସୀମା ମଣ୍ଡଳ ସଭାପତି ଅଜୟ କୁମାର ଦାସ, ସର୍ଦ୍ଦାବାଲି ମଣ୍ଡଳ ସଭାପତି ବିରଞ୍ଚି ନାରାୟଣ ମିଶ୍ର, ନାରାୟଣ ଦାସ, ପ୍ରଭଞ୍ଜନ ମହାପାତ୍ର, ରବିନାରାୟଣ ଦାସ, ସୋମନାଥ ଖୁଣ୍ଟିଆ, ଜ୍ୟୋତି ମହାପାତ୍ର, ଉମାକାନ୍ତ ନାୟକ, ଦିଗ୍ଦର୍ଶନ ପଟ୍ଟନାୟକ, ମଧୁସୂଦନ ସିଂହାରୀ, ସଂଘମିତ୍ରା ଦାସ, ଅନିତା ପଟ୍ଟନାୟକ, ରଞ୍ଜିତା ପାଢ଼ୀ, ବିଜୟଲକ୍ଷ୍ମୀ ମିଶ୍ର, କମଳିନୀ ମହାପାତ୍ର, ଶିବନାରାୟଣ ଦାସ, ବିଜୟ ପ୍ରଧାନ, ସଂଗ୍ରାମ କାନୁନଗୋ, ରାଜେଶ ନନ୍ଦ, ବୃନ୍ଦାବନ ବେହେରା, ସୋମନାଥ ଦାସ, ସମୀର ଚାନ୍ଦ, ବାବୁଲା ପ୍ରସାଦ, एन बलराम रेड्डी, पी चंद्रा राव, स्मितांजलि पति, विचित्र रंजन साहू, सबिता बिशोई, मनोज अग्रवाल, सोहनलाल पासोरिया, प्रद्युम्न मल्लिक, विश्वजीत लेंका, दीपक पंडा, चित्तरंजन विश्वाल, बुबुन बारिक, लीनाराणी आचार्य, सुरेंद्र महापात्र, पद्मचरण महापात्र, जयश्री दोरा, सौम्या मिश्र और विश्वजीत महांती समेत पार्टीर बहु प्रमुख कार्यकर्ता यह शोभायात्रा उपस्थित थिले।